ସେମାନେ ତାଙ୍କର କଥା ସଦାବେଳେ ପାଣିର ଗାର। ରାଜ୍ୟ ସଭାପତି ସେ ମିଛ କହିବାରେ ନମ୍ବର ୱାନ୍। କାହିଁକି ନା ଯେତେବେଳେ ଇଲେକ୍ସନକୁ ସେମାନେ ଆସିନଥିଲେ ସେମାନେ ଡୁଙ୍ଗଡୁଙ୍ଗ ପିଟୁଥିଲେ, କହିଲେ ଚିଟ୍ ଫଣ୍ଡ ପଇସା ଆମେ ଯେମିତି ସରକାରକୁ ଆସିବୁ 24 ଘଣ୍ଟା ନପୁଣୁ ଆମେ ଯେମିତି ସରକାରକୁ ଆସିବୁ ତାପରେ ଲୋକଙ୍କୁ ଚିଟ୍ ଫଣ୍ଡ ପଇସା ଫେରେଇବୁ। ଲୋକମାନେ ପାଇଛନ୍ତି, ତାର ସିଏ ଜବାବ ଦେବେ ପଞ୍ଚାୟତ ଇଲେକ୍ସନରେ। ତାପରେ ଯେଉଁ ଧାନ କିଣିବା ଇଲେକ୍ସନ ପୂର୍ବରୁ ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ 3100 ଟଙ୍କା ଧାନ ବସ୍ତା ପିଛା କୁଇଣ୍ଟାଲ ପିଛା କରିବୁ। ଏ କଟେଇ ଛଟେଇ ଯେଉଁ 10 କିଲୋ 20 କିଲୋ ଯେଉଁ ସବୁ କରୁଛନ୍ତି ସେଗୁଡ଼ା କ'ଣ ଇଲେକ୍ସନ ବେଳକୁ କହିଥିଲେ ପ୍ରତିଶ୍ରୁତି ଦେଇଥିଲେ? ତାର ବି ଫେଲର, ସବୁଥିରେ ଫେଲର। ଶିକ୍ଷାରେ ଫେଲର, ଏପଟେ ହାଇର ଏଜୁକେସନରେ ସେଥିରେ ବି ଫେଲର, କିନ୍ତୁ ଭୁବନେଶ୍ୱର ରାସ୍ତାଘାଟରେ ବି ଫେଲର। ତାଙ୍କର କିନ୍ତୁ ନମ୍ବର ୱାନ୍ରେ ଅଛନ୍ତି କ'ଣ ନା ପଲ୍ୟୁସନ୍ ବାବଦରେ ପଇସା ଆଦାୟ କରିବାରେ। ଯେଉଁଠି ଯିଏ ହେଲମେଟ୍ ପିନ୍ଧି ନଗଲା ତାଠୁ ପଇସା ଆଦାୟ କରିବା। ସବୁ ଥାନାମାନଙ୍କୁ ସେ ଦେଇଛନ୍ତି ଟାର୍ଗେଟ୍ ଆଉ କ'ଣ। କିନ୍ତୁ ଏସବୁ କାମରେ କେମିତି ପଇସା ଆସିବ, ମନ୍ତ୍ରୀଙ୍କ ପକେଟକୁ ଯିବ କି ସରକାରଙ୍କ କତିକି ଯିବ, ସେଇଟା ସିଏ ଗୁରୁତ୍ୱ। ଯଦି ଦେଖିବା ସାର୍ ବର୍ତ୍ତମାନ ରେଭିନ୍ୟୁରେ ବର୍ତ୍ତମାନ ତଳକୁ ଖସିଲା, ଲୋନ୍ରେ ବର୍ତ୍ତମାନ ଓଡ଼ିଶା ଆଗକୁ ଗଲା, ସ୍ୱାସ୍ଥ୍ୟରେ ତଳକୁ ଗଲା, ସବୁଥିରେ ତଳକୁ ଗଲା ପରେ ରାଜ୍ୟ ସଭାପତି କହୁଛନ୍ତି ଆମେ ନମ୍ବର ୱାନ୍ରେ ଅଛୁ, ଡବଲ ଇଞ୍ଜିନ୍ ଡବଲ ବିକାଶ କରୁଛୁ। ଏଇଟା କେତେ ଦୂର ସତ? ଶୁଣନ୍ତୁ, ଆପଣମାନେ ଯେଉଁ କୋଶ୍ଚିନ୍ କରିଛନ୍ତି ସେ କୋଶ୍ଚିନ୍ର ଉତ୍ତର ହେଉଛି ଶୁଣନ୍ତୁ, ଏମାନେ ତାଙ୍କର ଯାହା କହିଛନ୍ତି ସେମାନେ ମିଛରେ ପୁରା ପିଜି କରିଛନ୍ତି। ଏମାନେ ମିଛରେ ପିଜି କରିଛନ୍ତି। ଆଉ ରାତିରେ ସେ ସଦାବେଳେ ତାଙ୍କର ମାଳା ଜପିଲା ଭଳିଆ ସେ ପୁରା ମିଛ କେଉଁ କଥାକୁ କ'ଣ କହିବୁ। ସେମାନେ ନିଜେ ପବ୍ଲିକ୍ ବି ସମସ୍ତେ ଜାଣିସାରିଲେନି ଯେ ପ୍ରତ୍ୟେକ କଥାରେ ମିଛ କହିଛନ୍ତି। ଏ ଧାନ କିଣିବାର ହେଉ କି ଯଦି ହେଉଛି ଯେଉଁ ଆମର ଇଏ ମାନେ ଯୋଜନା ମାନେ ଯେଉଁ ମାଆ ମାନଙ୍କୁ ଯେଉଁ 5000 ଟଙ୍କା ଲେଖା ଦେବା ପାଇଁକି ସେ ଯୋଜନାରେ ବି ସେଥିରେ ବି ଫେଲର। ସେତେବେଳେ ଯେଉଁମାନେ ପାଇବା କଥା ସେ ପଇସା ବି ସେ ପାଉନାହାନ୍ତି। ଅନ୍ୟମାନଙ୍କୁ ଏ ଯେଉଁ ରାଜକୋଷରୁ ବର୍ତ୍ତମାନ ଯେତିକି ଆଗରୁ ପୂର୍ବ ସରକାର ଲୋନ୍ କରିଥିଲେ, ଯେତିକି ତାଙ୍କର ସବସିଡି ଟଙ୍କା ଛାଡ଼ିକି ଯାଇଥିଲେ ସେ ଟଙ୍କାକୁ ବି ଖର୍ଚ୍ଚ କରି ଆହୁରି 3 ଗୁଣା ଲୋନ୍ କରିକି ଆହୁରି ବି ଲୋନ୍ କରିବେ। ଆଙ୍କର ପକେଟରେ ଏକା ବର୍ତ୍ତମାନ ଦରକାର। ଏମାନେ ଏକା ଜାଣିଛନ୍ତି ବାଉଳ ଚାଉଳରେ ଆମକୁ ସରକାରକୁ ମାନେ ଜନସାଧାରଣ ପଠାଇଛନ୍ତି। ସିଏ ଭୋଟ କ୍ୟାମ୍ପେନିଂରେ ହେଉ କି ଯେକୌଣସିରେ ହେଉ ସେମାନେ କରିକିନି ଏସବୁ କାମ କରିଛନ୍ତି। କିନ୍ତୁ ଯେତେବେଳେ କରିଦେଇଛନ୍ତି ସିଏ ଆଉ ନେକ୍ସଟରେ ଆସିବେ ବୋଲି ଆଉ ତାଙ୍କର ସେ ଭବିଷ୍ୟତରେ ଆଉ ସେଟା ଭାବି ପାରୁନାହାନ୍ତି। ସେ ଆଉ ଆସିବେନି। ଲୋକ ଥରେ ବାଡ଼ି ହଜନ୍ତି। ଇଏ 24 ବର୍ଷ ବିରୋଧୀ ଦଳରେ ମାନେ ବିରୋଧୀ କରିକା ସରକାରଙ୍କୁ ତାପରେ ଆସିଲେ ସରକାରକୁ ଯେତେବେଳେ ଆସିଲେ ତାଙ୍କର କେଉଁ ଗୋଟିଏ କଥା ସତ। କିନ୍ତୁ ଏଇ ଗୋଟକା କଥା କୁହନ୍ତୁ, ସୁପ୍ରିମକୋର୍ଟ ମନା କଲେ ଗୋଟକା ଖାଇବେନି, ଗୋଟକାକୁ ବ୍ୟାନ୍ କର। ଏମାନେ ରାତି ପୁଣି 8 ଦିନ ପରେ ବନ୍ଦ କରିକି ତାପରେ 8 ଦିନ ପରେ ଫ୍ୟାକ୍ଟ୍ରି ବାଲା ମାଲିକଙ୍କୁ ଡାକି ତାଙ୍କର ଗୋଟେ ନେଗୋସିଏସନ୍ କରିକି ଯେମିତି ତାଙ୍କ କତିକି କୋଟି କୋଟି ଟଙ୍କାର ଫଣ୍ଡ ଗଲା ପୁଣି ଗୋଟକାକୁ ଚାଲୁ କରିଦେଲେ। ଇଏ କେଉଁଥିରେ ସତ କରୁଛନ୍ତି? ସବୁ ଜିନିଷରେ ଫେଲର। କେଉଁ ଜିନିଷ କହୁଛନ୍ତି ମାଆ ମାନଙ୍କୁ ଶକ୍ତି କରୁଛୁ, ମାଆ ମାନଙ୍କୁ ଲକ୍ଷପତି କରୋଡ଼ପତି କରିବୁ। ମାଆ ମାନଙ୍କର ଯେଉଁ ରାସ୍ତାଘାଟ ତ ସୁରକ୍ଷା ନାହିଁ। ସକାଳୁ ଉଠିକି ମାଆ ମାନେ ଯେଉଁ ମର୍ଣ୍ଣିଂ ୱାକ୍ କରୁଛନ୍ତି ତାଙ୍କ ବେକରୁ ଚେନ୍ ଛଡ଼େଇକି ନେଉଛନ୍ତି। କାହିଁ ପୋଲିସ ପ୍ରଶାସନ ଯେଉଁମାନଙ୍କର ଶାସନ କଳରେ ଅଛନ୍ତି ତା ପାଇଁ କାହିଁ? ମାଆ ମାନେ ବି କିଏ 5000 ଟଙ୍କା ନେଇକି ଗୋଟେ ଛେଳି ଫାର୍ମ କରିଦେବ, ଗୋଟେ କୁକୁଡ଼ା ଫାର୍ମ ବି କରିପାରିବ, ଗୋଟେ ପାନ ଦୋକାନ ବି ହେଇପାରିବନି। ସେଥିପାଇଁ ସରକାର ସବୁଥିରେ ଫେଲର। ଧାନ କିଣିବାର ହେଉ, ଶିକ୍ଷାରେ ହେଉ, ମେଡ଼ିକାଲରେ ଯଦି ସ୍ୱାସ୍ଥ୍ୟମନ୍ତ୍ରୀ ଯାଆନ୍ତେ ଗୁଟକା ଖାଇଲେ କ'ଣ ହେଉଛି, ଲୋକ କେତେ କ୍ୟାନ୍ସରରେ ମରୁଛନ୍ତି, ତାହେଲେ ଆଉ ସୁପ୍ରିମକୋର୍ଟ କଥା ମାନିକିନି ଇଏ ଗୁଟକାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଅନ୍ତେ। ଇଏ ମିଛ କହିବାରେ ପୁରା ପିଜି କରୁଛନ୍ତି।